ନର ରାକ୍ଷସ ଖୋଲୁଛି ନିଜ ପାପର ପେଡ଼ି। ଏ କେବଳ ରାକ୍ଷସ ନୁହେଁ, ନର ରାକ୍ଷସ। ଇତିହାସ ଶୁଣିଲେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ। ଆଉ ୟାର କଲା କାହାଣୀ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। କୋଲକାତା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ, ଯାହାକୁ ପୋଲିସ ପ୍ରଥମେ ଗିରଫ କରି ଗୁଡ଼ାଏ ପ୍ରଶ୍ନ ପଚାରିଛି। ଆଉ ଏବେ ସିବିଆଇ ପାଲି। ବାବୁ ଜଣଙ୍କ ଏମିତି ସେମିତି ନୁହେଁ, ତାଙ୍କର ଥିଲା ବିବାହ ସଉକ। ଚାରି ଜଣ ଯୁବତୀଙ୍କୁ ଏ ରାକ୍ଷସ ବିବାହ କରିଥିଲେ। ମଦ ପିଇ ମାଡ଼ ମାରୁଥିଲା। ଆଉ ଜଣକ ପରେ ଜଣେ ଯୁବତୀଙ୍କୁ ଘରୁ ତଡ଼ି ଦେଉଥିଲା। ତିନି ଜଣ ସ୍ତ୍ରୀକୁ ଘରୁ ବାହାର କରିଦେବା ପରେ ଚତୁର୍ଥ ସ୍ତ୍ରୀଙ୍କୁ ମଧ୍ୟ ଦେଉଥିଲା ଅକର୍ଣ୍ଣ୍ୟ ନିର୍ଯାତନା। ଆଉ ସେମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀ କ୍ୟାନ୍ସରରେ ପୀଡ଼ିତ ହୋଇ ମୃତ୍ୟୁ ଶଯ୍ୟାରେ ଶୋଇ ଯାଇଥିଲେ। ସଞ୍ଜୟ ଏମିତି ସେମିତି ଲୋକ ନଥିଲା। ସେ ଥିଲା ସିନା ଅପାଠୁଆ, ହେଲେ କୋଲକାତା ପୋଲିସର ସାଜିଥିଲା ଗେହ୍ଲାପୁଅ। କାରଣ ଏହା ପୂର୍ବରୁ ଦୁଇ ଥର ତା ନାଁରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଚୁପ୍ ବସିଥିଲା। କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କୁ ଖୁଲମଖୁଲା ବୁଲିବାକୁ ଛାଡ଼ିଥିଲା। ଆଉ ତା ପାଖରୁ କାମ ହାସଲ କରୁଥିଲା। 13 ମେ 2023ରେ କାଲିଘାଟ ପୋଲିସ ଷ୍ଟେସନରେ ସଞ୍ଜୟ ନାଁରେ ହୋଇଥିଲା ଏଫଆଇଆର। ଆଉ ଅଭିଯୋଗ ଆଣିଥିଲେ ସଞ୍ଜୟର ପତ୍ନୀ। ଅଭିଯୋଗ ପତ୍ରରେ ସଞ୍ଜୟଙ୍କ ପତ୍ନୀ ଲେଖିଥିଲେ ସେ 3 ମାସର ଗର୍ଭବତୀ ଥିବା ସମୟରେ ତାଙ୍କୁ ସଞ୍ଜୟ ମଦ ପିଇ ମାରପିଟ କରୁଥିଲା। ସେହିପରି 8 ଅଗଷ୍ଟ 2022ରେ ବି ହୋଇଥିଲା ସମାନ ଅଭିଯୋଗ। ପତ୍ନୀ ଦୁଇ ଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତା ବିରୋଧରେ କିଛି ଆକ୍ସନ ନେଇ ନଥିଲା। ସଞ୍ଜୟ ଆର୍ଜି ମେଡିକାଲ କଲେଜ ସହ ଏମିତି ଯୋଡ଼ିଥିଲା। ସମସ୍ତେ ତାକୁ କର୍ମଚାରୀ ବୋଲି ଭାବୁଥିଲେ। ଆଉ ଏ ଆଲରେ କ୍ରାଇମ ରାଜ୍ୟର ରାଜା ପାଲଟି ଯାଇଥିଲା ସଞ୍ଜୟ। ମହିଳାମାନଙ୍କୁ ଡରାଇ ଧମକାଇ ସେ ସମ୍ପର୍କ ରଖୁଥିଲା। ଚାନ୍ଦା ଓ ବଟି ମଧ୍ୟ ଆଦାୟ କରୁଥିଲା। ଲୋକଙ୍କୁ ଚାକିରି କରାଇ ଦେବାକୁ କହି ପୁଲା ଟଙ୍କା ଲୁଟୁଥିଲା। ଖାଲି ଏମିତି ନୁହେଁ, ଏପରି ସଞ୍ଜୟର ରହିଛି ଆହୁରି ଅନେକ ଅପରାଧୀ କାର୍ଯ୍ୟ କଲାପର ଲମ୍ବା ତାଲିକା, ଯାହାକୁ ସିବିଆଇ ଏବେ ଖୋଜିବାରେ ଲାଗିଛି। ଝିଅଙ୍କ ଇଜ୍ଜତକୁ ନେଇ ଖେଳ ଖେଳୁଥିବା ଏ ଶୈତାନୀକୁ ଫାନ୍ସି ଖୁଣ୍ଟରେ ଝୁଲାଇ ଦେବାକୁ ସାରା ଦେଶରେ ଆନ୍ଦୋଳନକାରୀ ଦାବି କରୁଛନ୍ତି।